ମିଥୁନ ରାଶି ଜାଣିବା 2025 ମସିହା ଅଗଷ୍ଟ ମାସରେ ମିଥୁନ ରାଶି ଜାତ ବ୍ୟକ୍ତି ଅର୍ଥ, କର୍ମ, ପରିବାର, ପ୍ରେମ, ବିବାହ ଏବଂ ସ୍ୱାସ୍ଥ୍ୟ ପ୍ରଭୃତି କ୍ଷେତ୍ରରେ କ'ଣ ସବୁ ଫଳ ପାଇବାର ସମ୍ଭାବନା ରହିଅଛି। ଏହିସବୁ କ୍ଷେତ୍ରରେ ଅଶୁଭ ଫଳ ପାଇବାର ସମ୍ଭାବନା ଥିଲେ କ'ଣ ସବୁ ପ୍ରତିକାର କଲେ ଅଶୁଭ ଫଳର ଅଶୁଭତ୍ୱ ନଷ୍ଟ ହୋଇଥାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଅଗଷ୍ଟ ମାସରେ ମିଥୁନ ରାଶିର ଆର୍ଥିକ ଅବସ୍ଥାକୁ ଦେଖିଲେ ଜଣାଯାଏ ଏ ମାସରେ ମିଥୁନ ରାଶିର ଦ୍ୱିତୀୟ ଧନଭାବ କର୍କଟ ରାଶିରେ ବୁଧ ମହାଗ୍ରହ ଅବସ୍ଥାନ କରିଥିବାରୁ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରୁ ପ୍ରଚୁର ଅର୍ଥ ଉପାର୍ଜନ କରିପାରିବେ। ବେପାର କ୍ଷେତ୍ରରେ ବ୍ୟବସାୟ ଭଲ ଚାଲିବା ସହିତ ଆର୍ଥିକ ସେକ୍ଟର ଯଥା ସେୟାର ମାର୍କେଟ, ମ୍ୟୁଚୁଆଲ ଫଣ୍ଡ, ଇନ୍ସୁରାନ୍ସ, ବ୍ୟାଙ୍କ ପ୍ରଭୃତିରେ ଅର୍ଥ ବିନିଯୋଗ କରିବା ପାଇଁ ସମୟ ବହୁତ ଅନୁକୂଳ ରହିଛି। ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ ସିଂହ ରାଶିରେ ପ୍ରବେଶ କଲେ ସରକାରଙ୍କ ସହିତ ଅନୁବନ୍ଧିତ ରହି ସରକାରୀ ଠିକାଦାରୀ, ଅର୍ଡ଼ର ସପ୍ଲାଇ ଭଳି କାର୍ଯ୍ୟ କରୁଥିଲେ ସେହିସବୁ କ୍ଷେତ୍ରରୁ ଭଲ ଅର୍ଡ଼ର ପାଇବା ସହିତ ପୂର୍ବରୁ ବାକି ପଡ଼ି ପାଉନଥିବା ବକେୟା ପାଉଣା ମଧ୍ୟ ମିଳିଯିବ। କିନ୍ତୁ ଏହି ଅଗଷ୍ଟ ମାସରେ ମିଥୁନ ରାଶି ଜାତ ବ୍ୟକ୍ତି ଅର୍ଥ ଦେଣନେଣ କରିବା ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ ହେବ, ନଚେତ୍ ଠକାମିର ଶିକାର ହୋଇପାରନ୍ତି। ଅଗଷ୍ଟ ମାସରେ ମିଥୁନ ରାଶିର କର୍ମ ବା କ୍ୟାରିୟର କଥା ଦେଖିଲେ ଜଣାଯାଏ ଯେ ଏ ମାସରେ ମିଥୁନ ରାଶିର ଦଶମ ବା କର୍ମଭାବର ଅଧିପତି ବୃହସ୍ପତି ମାସ ସାରା ମିଥୁନ ରାଶିରେ ରହି ମିଥୁନ ରାଶି ଜାତ ବ୍ୟକ୍ତିଙ୍କୁ କର୍ମଠ କରାଇବେ। ଦଶମ ଭାବ ମୀନ ରାଶିରେ ଶନି ବକ୍ରି ଅବସ୍ଥାରେ ରହିଥିବାରୁ ମିଥୁନ ରାଶି ଜାତ ବ୍ୟକ୍ତିଙ୍କୁ କଠୋର ପରିଶ୍ରମୀ ବ୍ୟକ୍ତିରେ ପରିଣତ କରାଇପାରେ। ମିଥୁନ ରାଶିର ଦ୍ୱିତୀୟ ଭାବରେ ରହିଥିବା ବୁଧ ବା ବାଣିଜ୍ୟିକ ଗ୍ରହ ବୁଧ ବାଣିଜ୍ୟ ବ୍ୟବସାୟ ଉଦ୍ଦେଶ୍ୟରେ ଦୂରସ୍ଥାନ ଯାତ୍ରା କରିବାର ସମ୍ଭାବନା ରହିଅଛି। ନୂତନ କର୍ମ ଅନ୍ୱେଷଣରେ ରହିଥିବା ମିଥୁନ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ମାସର ଦ୍ୱିତୀୟାର୍ଦ୍ଧଟି ବେଶ୍ ଫଳପ୍ରଦ ରହିବାର ସମ୍ଭାବନା। ଚାକିରି କରୁଥିଲେ ଶନିଙ୍କ ଉପରେ ମଙ୍ଗଳଙ୍କ ଦୃଷ୍ଟି ଚାକିରି କ୍ଷେତ୍ରରେ କର୍ମ ବିଭ୍ରାଟ ସୃଷ୍ଟି କରିପାରେ। ସହକର୍ମୀମାନଙ୍କ ସହିତ ମତଭେଦ ଓ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଅଛି। ପାରିବାରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ ଅଗଷ୍ଟ ମାସଟି ମିଥୁନ ରାଶି ପାଇଁ ବିଶେଷ ଶୁଭଙ୍କର ଜଣାପଡ଼ୁନାହିଁ। ବିଶେଷତଃ ମାସର ପ୍ରଥମାର୍ଦ୍ଧରେ ମିଥୁନ ରାଶିର ଦ୍ୱିତୀୟ ସ୍ଥାନରେ ସୂର୍ଯ୍ୟ ଓ ବୁଧଙ୍କର ଏକତ୍ର ସହାବସ୍ଥାନ ପାରିବାରିକ ସମସ୍ୟା ସୃଷ୍ଟି କରିବ। ଭ୍ରାତୃ ବିବାଦ ଲାଗିପାରେ। ପରିବାରର କୌଣସି ସଦସ୍ୟଙ୍କ ନିଆଁଗେଳା କଥାରେ ପରିବାରର ଅନ୍ୟ ସଦସ୍ୟମାନଙ୍କ ମନରେ ଗଭୀର କ୍ଷତ ସୃଷ୍ଟି ହେବ। ଘର ଓ ସମ୍ପତ୍ତି ବାଡ଼ିକୁ କେନ୍ଦ୍ର କରି ଝଗଡ଼ା ହେବାର ସମ୍ଭାବନା ରହିଅଛି। ଅବଶ୍ୟ ପାରିବାରିକ ବନ୍ଧୁ ଓ ପରିଜନମାନେ ଏହିସବୁ ଘଟଣାରେ ହସ୍ତକ୍ଷେପ କରିପାରନ୍ତି। ଅଗଷ୍ଟ ମାସ 17 ତାରିଖ ପରେ ସୂର୍ଯ୍ୟ ନିଜ ଘର ସିଂହ ରାଶିରେ ପ୍ରବେଶ କଲେ ଏସବୁ ଘଟଣାରୁ ଉପଶମ ଘଟିବ। ଏ ମାସରେ ସହଧର୍ମିଣୀଙ୍କ ତାର୍କିକ ବା ତର୍କପୂର୍ଣ୍ଣ କଥାରେ ଆପଣ ପ୍ରଭାବିତ ହେବେ। ଆଉ ସବୁଠୁ ବଡ଼ କଥା ହେଲା ଏ ସମୟରେ ମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଏକାନ୍ତ ଜରୁରୀ। ପ୍ରେମ ଓ ପରିଣୟ ଦୃଷ୍ଟିରୁ ଅଗଷ୍ଟ ମାସଟି
ମିଥୁନ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ବଡ଼ ଅନୁକୂଳ ଫଳ ପ୍ରଦାନ କରିବ। ମିଥୁନ ରାଶିରେ ଅବସ୍ଥିତ ବୃହସ୍ପତି ତାଙ୍କର ପଞ୍ଚମ ଦୃଷ୍ଟିରେ ପ୍ରେମ ସ୍ଥାନକୁ ଦୃଷ୍ଟି ଦେବା ଓ ପ୍ରେମ ସମ୍ପର୍କରେ ରହିଥିବା ଶୁକ୍ର ମହାଗ୍ରହ ଉଭୟ ଲଭ୍ ଲାଇଫ୍ରେ ଥିବା ପ୍ରେମୀ ଯୁଗଳଙ୍କ ସମ୍ପର୍କକୁ ନିବିଡ଼ରୁ ନିବିଡ଼ତର କରିବେ। ମିଥୁନ ରାଶିରେ ବୃହସ୍ପତିଙ୍କ ସହିତ ପଞ୍ଚମ ଭାବ ତଥା ପ୍ରେମ ଭାବର କାରକ ଗ୍ରହ ଶୁକ୍ର ମିଥୁନ ରାଶିରେ ଏକତ୍ର ସହାବସ୍ଥାନ କରିବା ପ୍ରେମ ସମ୍ପର୍କରେ ମଣି କାଞ୍ଚନର ସଂଯୋଗ ହେଲା ପରି ଯୋଗ ସୃଷ୍ଟି କରିବ। ପ୍ରେମ ସମ୍ପର୍କରେ ସାତ୍ବିକ ଭାବ ସହିତ ରୋମାଣ୍ଟିଜିମ୍ର କକଟେଲ ହେଲା ପରି ଉଭୟ ପ୍ରେମୀ ଯୁଗଳ ଅନୁଭବ କରିବେ। ମିଥୁନ ରାଶିର ଅବିବାହିତ ରହିଥିବା ପୁଅ ଓ ଝିଅଙ୍କ ପାଇଁ ଅଗଷ୍ଟ ମାସରେ ସୁନ୍ଦର ବିବାହ ପ୍ରସ୍ତାବ ଆସିପାରେ ଏବଂ ବିବାହର ସମ୍ଭାବ୍ୟ ତାରିଖ ମଧ୍ୟ ଠିକ୍ ହୋଇଯିବାର ସମ୍ଭାବନା ରହିଅଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ମିଥୁନ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ଅଗଷ୍ଟ ମାସଟି ସାମାନ୍ୟରୁ ମଧ୍ୟମ ଧରଣର ଫଳ ପ୍ରଦାନ କରିବ। ମିଥୁନ ରାଶିରେ ଅବସ୍ଥିତ ବୃହସ୍ପତି ଓ ଶୁକ୍ର ଏବଂ ଦ୍ୱିତୀୟ ଭାବରେ ଅବସ୍ଥିତ ମିଥୁନ ରାଶି ଅଧିପତି ବୁଧ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ସେଥିରୁ ମୁକ୍ତି ପ୍ରଦାନ କରିବେ, କିନ୍ତୁ ଋତୁ ପରିବର୍ତ୍ତନ ଜନିତ ସମସ୍ୟାକୁ ଛାଡ଼ିଦେଲେ ବିଶେଷ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ ନାହିଁ। ଅବଶ୍ୟ ମିଥୁନ ରାଶିର ଷଷ୍ଠ ସ୍ଥାନର ଅଧିପତି ମଙ୍ଗଳ ଚତୁର୍ଥ ଭାବରେ ରହିଥିବାରୁ ହୃଦୟ ବିକାର ଓ ଫୁସ୍ଫୁସ୍ ଜନିତ ତଥା ବ୍ଲଡ଼ ପ୍ରେସର ଭଳି ସମସ୍ୟାର ଝଲକ ଦେଖାଇ ପାରନ୍ତି, କିନ୍ତୁ ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ ସିଂହ ରାଶିରେ ପ୍ରବେଶ କଲେ ଏହିସବୁ ସମସ୍ୟା ରହିବ ନାହିଁ। ଏ ତ ଗଲା ମୋଟାମୋଟି ଭାବରେ ମିଥୁନ ରାଶି ପାଇଁ ଅଗଷ୍ଟ ମାସର ମାସିକ ରାଶି ଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ପାଇଁ ପ୍ରତ୍ୟହ ଶ୍ରଦ୍ଧା ଓ ଭକ୍ତି ସହକାରେ ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।